ବିଭୂତି ପଟ୍ଟନାୟକଙ୍କ ଦ୍ୱାରା ରଚିତ ପ୍ରେମିକା ଉପନ୍ୟାସର ଦ୍ୱିତୀୟ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ତୃତୀୟ ଘଣ୍ଟା ବାଜି ସାରିଥିଲା, ତଥାପି ତୁମେ ଆସିନଥିଲ। ମୁଁ ବାଲକୋନି ଉପରେ ଠିଆ ହୋଇ ରାସ୍ତାକୁ ଚାହୁଁଛି। ତୁମ ପାଇଁ ଏଭଳି ଅସ୍ଥିର, ଉତ୍କଣ୍ଠିତ ଅପେକ୍ଷାର ସେଇ ପ୍ରଥମ ଆରମ୍ଭ। ପ୍ରେମ ମାନେ ହିଁ ପ୍ରତୀକ୍ଷା। ସେ କଥାଟା ସେହିପରି ଭାବରେ ମୋ ମନରେ ପ୍ରବେଶ କରିଥିଲା। ଆଜି ପର୍ଯ୍ୟନ୍ତ ସେ ଶବ୍ଦମାଳା ମୋ ପାଖରେ ନିଜର ଅର୍ଥ ବଦଳାଇ ନାହାନ୍ତି। କିନ୍ତୁ କେତେ ସୁଦୀର୍ଘ ପ୍ରତୀକ୍ଷା ଦର୍ଶକମାନେ ପ୍ରେକ୍ଷାଳୟ ଭିତରକୁ ଚାଲିଗଲେଣି। ଦୁଇଟା ଟିକେଟ୍ ଧରି ମୁଁ ବାଲକୋନି ଉପରେ ଏପାଖ ସେପାଖ ହେଉଛି, କାରଣ ତଥାପି ତୁମ ରିକ୍ସା ସିନେମା ହଲ୍ ପାଖରେ ପହଞ୍ଚି ନାହିଁ। ତୁମେ ତରତର ହୋଇ ରିକ୍ସାରୁ ଓହ୍ଲାଇ ରିକ୍ସାବାଲାକୁ ପଇସା ଦେଇ ଉଦ୍ବିଗ୍ନ ଭାବରେ ଏଣେତେଣେ ଚାହିଁବାର ଦୃଶ୍ୟ ମୋତେ ଦେଖାଯାଉନାହିଁ। ଅବଶେଷରେ ତୁମେ ଆସିଲ। ତୁମ ରିକ୍ସା ଦେଖାଗଲା। ଧଳା ବୁଟିପକା ନୀଳ ଶାଢ଼ୀ ସେଦିନ ତୁମ ଦେହକୁ ଆବୃତ କରିଥିଲା। ପବନରେ ପଣତ ଉଡ଼ୁଥିଲା ପତାକା ଭଳି। ମୋତେ ବାଲକୋନି ଉପରେ ଦେଖି ମୁହଁରେ ତୁମର ମୃଦୁ ହସର ଏକ ତରଙ୍ଗ ଉଠି ଆସି ପୁଣି ମିଳେଇ ଯାଉଥିଲା। ଅନ୍ଧକାରରେ ସମସ୍ତେ ଯେତେବେଳେ ରୂପେଲି ପରଦା ଉପରେ ଦୃଷ୍ଟି ନିବଦ୍ଧ କରି ସାରିଥିଲେ, ଆମେ ଦୁହେଁ ସମସ୍ତଙ୍କ ଅଜାଣତରେ ଦୁଇଟି ଶୂନ୍ୟ ସିଟ୍ ଅଧିକାର କରି ବସିଲେ। ଛବିଟା କ'ଣ? ଜୀବନସାଥୀ। ତମେ ବସିଥିଲ ଅନ୍ୟମନସ୍କ ହୋଇ। ମୁଁ ଛବି ନ ଦେଖି ତମକୁ ଦେଖୁଥିଲି। ଝାପ୍ସା ଆଲୋକ ଆଉ ଅନ୍ଧକାର ମଧ୍ୟରେ। ପ୍ରଥମେ ଦୁହେଁ ଏତେ ପାଖାପାଖି ବସିଥିଲେ ବୋଲି ଦେହ ଛୁଇଁ ଛୁଇଁ ହେଉନଥିଲେ ମଧ୍ୟ ସ୍ନାୟବିକ ଉତ୍ତେଜନାର ଏକ ଶୀର୍ଣ୍ଣ ନଦୀ ଆମ ଦୁହିଁଙ୍କ ଦେହର ଦୁଇ କୂଳ ଛୁଇଁ ବୋହି ଯାଉଥିଲା। ଇଣ୍ଟରଭାଲ ପରେ ମୁଁ ତମ ହାତ ପାପୁଲି ଉପରେ ମୋ ହାତ ରଖିଥିଲି। ପ୍ରଥମ ସ୍ପର୍ଶର ସ୍ମୃତି ମୃତ୍ୟୁ ଭଳି କେତେ ଶୀତଳ। ତାପରେ ତମର ସେ କୋମଳ ହାତ ଆଙ୍ଗୁଳି ଗୁଡ଼ିକ ମୋ ହାତ ମୁଠା ଭିତରେ ପ୍ରଥମେ ଝାଳେଇ ଯାଇଥିଲା। ମୁଁ ମଧ୍ୟ ଅନୁଭବ କରିଥିଲି ତମ ପ୍ରକମ୍ପିତ ପାପୁଲିର ଉଷ୍ମ ମଧୁର ସ୍ପର୍ଶ। ତାପରେ ହଠାତ୍ ତମେ ମୋର ଦେହର ରକ୍ତ ପ୍ରବାହରେ ଏକ ତୁମୁଳ ଆଲୋଡ଼ନ ସୃଷ୍ଟି କରି ମୋ ହାତ ପାପୁଲିରେ ନିଜ ମୁହଁକୁ ଚାପି ଧରି ନିଜ ପ୍ରଥମ କୁମାରୀ ଲଜ୍ଜାକୁ ଛଡ଼ା ଫୁଲ ପରି ବିସର୍ଜନ ଦେଇଥିଲ। କ'ଣ ଗୋଟେ ବାହାନା କରି ସିନେମା ଶେଷ ହେବା ଆଗରୁ ଆମେ ଦୁହେଁ ବାହାରକୁ ଚାଲି ଆସିଲେ। ସନ୍ଧ୍ୟା ହେବା ଆଗରୁ ତମେ ହଷ୍ଟେଲରେ ପହଞ୍ଚିବା ଦରକାର। ବାହାରର ପର୍ଦ୍ଦା ଆଲୁଅରେ ତମ ମୁହଁକୁ ଚାହିଁ ମୁଁ ଅବାକ୍ ହୋଇଯାଇଥିଲି। ଆସିଲା ବେଳେ ତମ ମୁହଁରେ ଥିଲା ଏକ କିଶୋରୀର ଲଜ୍ଜା ସଂକୁଣ୍ଠ ଚାହାଣୀ। ସିନେମା ହଲ୍ ଛାଡ଼ି ବାହାରିଲା ବେଳେ ତମ ଦୁଇ ଆଖି କୋଣରେ ଫୁଟି ଉଠିଥିଲା ଏକ ପରିତୃପ୍ତ ପରିଚ୍ଛନ୍ନ ହସ। ସେହି ଅଳ୍ପ କେତେ ଘଣ୍ଟାର ସ୍ପର୍ଶାନୁଭୂତି ତମ କିଶୋରୀ ଦେହକୁ ରମଣୀ କରିଦେଇଥିଲା। ତମେ ରୁମାଲରେ ମୁହଁ ଲୁଚାଇ ରିକ୍ସାରେ ପୁଣି ସେହି ଅଶୋକ ବନର ରକ୍ଷପୁରୀକୁ ଫେରିଲା ବେଳେ ଆକାଶରେ ଝଡ଼ର ତାଣ୍ଡବ ଆରମ୍ଭ ହେବାକୁ ଯାଉଥିଲା। ମନେ ପଡ଼େ କେଉଁ ପ୍ରବାସୀ ପବନର ତୀବ୍ର ଆଲୋଡ଼ନରେ ସେଦିନ 7 ମହମବତୀର ଶିଖା 7 ସହସ୍ର ଥର ଥରି ଉଠୁଥିଲା। ସେଦିନ ରାତିରେ କୁଆଡ଼େ ତମେ ନ ଖାଇ ନ ପିଇ ଶାଢ଼ୀ ନ ବଦଳାଇ ସେମିତି ଶୋଇଯାଇଥିଲ। ସିନେମା ହଲ୍ରୁ ମୋ ସ୍ପର୍ଶର ଯେଉଁ ଉଷ୍ମତା ନିଜ ସ୍ନାୟୁ ଗ୍ରନ୍ଥିରେ ସଞ୍ଚୟ କରି ନେଇଥିଲ, ଶାଢ଼ୀ ବଦଳାଇଲେ କାଳେ ସେହି ଉଷ୍ମତା ଶୀତଳ ହୋଇଯିବ, ସେହି ଭୟରେ ତମେ କୁଆଡ଼େ ସନ୍ତସ୍ତ ହୋଇଯାଇଥିଲ। ସେଥିପାଇଁ ସେଦିନ ପୁରୀ ଏକ୍ସପ୍ରେସ୍ ଠିକ୍ ସମୟରେ କଟକ ଛାଡ଼ି ମହାନଦୀ ବ୍ରିଜ୍କୁ ଶବ୍ଦାୟିତ କରିଥିଲା। ଠିକ୍ ସେଦିନ ରାତିରେ ମାଲ ଗୋଦାମରେ ଦଲାଲମାନେ କମିଶନ ଟଙ୍କା ବଣ୍ଟାବଣ୍ଟି କଲାବେଳେ ମଦ ନିଶାରେ ପରସ୍ପରକୁ ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲେ। କିନ୍ତୁ ଲେଡିଜ୍ ହଷ୍ଟେଲର ସେହି ରୁମ୍ରେ ତମ ବେଡ୍ରେ ଠିକ୍ ସମୟରେ ସେଦିନ ମଶାରୀ ପଡ଼ିଲା ନାହିଁ, ମିଲ୍ ଖିଆ ହେଲା ନାହିଁ, ଶାଢ଼ୀ ବଦଳା ହେଲା ନାହିଁ। ଏକ ଅନାସ୍ୱାଦିତ ମୁଖର ମଧୁର ଉତ୍ପୀଡ଼ନରେ ତମେ ଆଖିର ଲୁହରେ ତକିଆ ଭିଜାଉଥିଲ। ତମର ଅନଭିଜ୍ଞ କିଶୋରୀ ଦେହ ଗୋଟିଏ ଦୁରନ୍ତ ଝଡ଼ର ନିବିଡ଼ ସାନ୍ନିଧ୍ୟରେ ଆସି ସେହି ରାତିରେ ଯୁବତୀ ହୋଇଗଲା। ତମ ଅପାଙ୍କ ବର ନାମ ପରେ ମୋ ନାମରେ ତମ ବୋଉ ଠାକୁରାଣୀଙ୍କ ମନ୍ଦିରରେ ବେଲପତ୍ର ଚଢ଼ାଇବାର ଅର୍ଥ କ'ଣ? ବିବାହ? ସବୁ କଥାକୁ ସରଳ ଭାବରେ ନ କହି ସେଦିନ ତମେ ଶଙ୍କିତରେ କହୁଥିଲ କାହିଁକି? ଅଥଚ ସେଦିନ ମୁଁ ତମଠାରୁ ବୟସରେ ଏତେ ବଡ଼ ହୋଇ ସୁଦ୍ଧା ଏତେ ସରଳ ଆଉ ନିର୍ବୋଧ ଥିଲି କିପରି? ସେଦିନ ସିନେମା ହଲ୍ର ତୃତୀୟ ଘଣ୍ଟା ବାଜି ସବୁ ଦର୍ଶକ ହଲ୍କୁ ଚାଲିଯିବା ପରେ ତମେ ଆସି ପହଞ୍ଚିଥିଲ। ମୁଁ ଅକାରଣରେ ବ୍ୟସ୍ତ ହୋଇଥିଲି। ସିନେମା ଶେଷ ହେବା ଆଗରୁ ତମେ ଉଠିଯିବାକୁ ଚାହିଁଥିଲ। ତମ ହଷ୍ଟେଲର ସେହି ଅବିବାହିତା ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କ୍ରୁଦ୍ଧ ସନ୍ଦେହୀ ଚାହାଣୀ କଥା ଭାବି ମୁଁ ବାଧା ଦେଇ ନଥିଲି। କିନ୍ତୁ ମୁଁ କିପରି ekଥା ଜାଣିପାରି ନଥିଲି ଯେ ସମସ୍ତଙ୍କ ଦୃଷ୍ଟିକୁ ଏଡ଼ାଇ ଅନ୍ଧକାରରେ ପାପ କରିବା ପାଇଁ ସେ ଥିଲା ତମର ପରିକଳ୍ପିତ ଏକ ଚଟୁଳ ଚତୁରତା। ସବୁ ସୁଖର ସ୍ମୃତି ମୋ ପାଇଁ ଫୁଟା ନୌକା ଭଳି, ଯାହା ମଝି ନଈରେ ପାଣି ପଶି ବୁଡ଼ିଯାଏ। କିନ୍ତୁ ସେଦିନ ରାତିରେ ହଷ୍ଟେଲକୁ ଫେରିବା ପାଇଁ ରିକ୍ସାରୁ ଓହ୍ଲାଇଲା ବେଳେ ତମେ ପୁଣି ଅଟକି ଯାଇଥିଲ। କାରଣ ମୋ ହାୱାଇନ୍ ପକେଟ୍ର ଫାଉଣ୍ଟେନ୍ ପେନ୍ କ୍ଲିପ୍ରେ ତମ ମୁଣ୍ଡର କେଶ ପଶି ଲଟକି ଯାଇଥିଲା। ଏ ଜଳମଗ୍ନ ସ୍ମୃତି ମୋ ମନରେ ଆଜି ସୁଦ୍ଧା ଚିକ୍ଚିକ୍ କରୁଛି କିପରି? ଆଜି ତ ଏସବୁ ମନେ ହେଉଛି ଏକ ରୂପକଥାର କାହାଣୀ ଭଳି। ଏସବୁ ଘଟଣା ଯେ ଏକଦା ମୋ ଜୀବନରେ ଘଟିଥିଲା, ତାହା ଆଜି ମୁଁ ନିଜେ ହିଁ ବିଶ୍ୱାସ କରିପାରେ ନାହିଁ। ତମର ଏଭଳି ଅବିଶ୍ୱାସ ହୁଏ ନା? ତମେ କ'ଣ ମନେ ରଖିଛ? ତମେ ହେଉଛ ସେଇ ଝିଅ
ଯିଏ ସେଦିନ ରାତିରେ ନିର୍ଜନ ମହାନଦୀ କୂଳରେ ଗୋଟିଏ ରିକ୍ସାରେ ବସି ମୋ ସହିତ ଆସିଥିଲା ବେଳେ ଜବ୍ରା ନିକଟରେ 2 ଜଣ ସାଇକେଲ ଆରୋହୀ ଅନୁସରଣକାରୀଙ୍କୁ ଦେଖି ଭୟରେ ମୃଦୁ ଆର୍ତ୍ତନାଦ କରି ମନୀଳ ହାୱାଇଟ୍ରେ ମୁହଁ ଚାପି ଧରିଥିଲ। ଉପସ୍ଥିତ ବିପଦକୁ ଆତ୍ମରକ୍ଷା କରିବା ପାଇଁ ମୁଁ ଯେତେବେଳେ ବାଟ ଛାଡ଼ି ଅବାଟରେ ରିକ୍ସାକୁ ଘୁରାଇ ନେବାକୁ ନିର୍ଦ୍ଦେଶ ଦେଲି, ଅନୁସରଣକାରୀ 2 ଜଣ ଚକିତ କଣ୍ଠରେ ପ୍ରଶ୍ନ କରିଥିଲେ, ତେଣେ କୁଆଡ଼େ ଯାଉଛନ୍ତି? ମୋ ପାଟିରୁ ସାଙ୍ଗେ ସାଙ୍ଗେ ଉତ୍ତର ବାହାରି ଆସିଥିଲା, ଡାକ୍ତର ଚୌଧୁରୀଙ୍କ ଘରକୁ। ମନେ ପଡ଼େ, ଡାକ୍ତର ଚୌଧୁରୀ ନାମରେ କେହି ବ୍ୟକ୍ତି ସେ ଅଞ୍ଚଳରେ ଥିବା କଥା ମୋତେ ଜଣାନଥିଲା, କିନ୍ତୁ ସେହି ମିଥ୍ୟା ନାମକୁ ବିଶ୍ୱାସ କରି ଅନୁସରଣକାରୀ 2 ଜଣ ଅନ୍ୟ ଆଡ଼େ ସାଇକେଲ ଘୁରାଇ ନେଇଥିଲେ। କାଠଗଡ଼ା ସାହି ପାଖରେ ନିଜ ପ୍ରିୟ ବାନ୍ଧବୀ ଘରକୁ ରିକ୍ସାରୁ ଓହ୍ଲାଇ ଯିବା ଆଗରୁ ନିଜ ମୁହଁରେ ଜମି ଯାଇଥିଲା ବିନ୍ଦୁ ବିନ୍ଦୁ ଝାଳକୁ ତମେ ରୁମାଲରେ ପୋଛି ନେଇଥିଲ। ତାପରେ ନିଜ ହାତ ବ୍ୟାଗ୍ରୁ ବାହାର କରିଥିଲ ଚଣ୍ଡୀ ମନ୍ଦିରର ଭୋଗ। ମୋ ପାଟିରେ ନିଜ ହାତରେ ତମେ ଭୋଗ ଖୁଆଇ ଦେଲାବେଳେ ମୁଁ ଲକ୍ଷ୍ୟ କରିଥିଲି ମୋ ନୀଳ ହାୱାଇନ୍ରେ ଲାଗିଛି ତମ ମୁଣ୍ଡର କୁଙ୍କୁମ ବିନ୍ଦୁର ଦାଗ। ମନେ ପଡ଼େ, ସେଦିନୁ ମୋର ମନେ ହେଉଥିଲା ଆମେ ଯେପରି 2 ଜଣ ପଳାୟନକାରୀ, 2 ଜଣ ଅଜ୍ଞାତ ଅନୁସରଣକାରୀ ନିଃଶବ୍ଦରେ ଆମର ପଶ୍ଚାତ୍ ଧାବନ କରୁଛନ୍ତି। ଆମେ ରାତିଦିନ କଣ୍ଟା ଝଣ୍ଟା ନ ମାନି ଅବାଟରେ ପଳାଇ ଯାଉଛନ୍ତି, ଆଉ ଅନେକ ଇଚ୍ଛୁକ ଆଖି ଓଠକୁ ଜିଭରେ ଚାପି ଆମକୁ ଅନୁସରଣ କରୁଛି। ଏଇ ସେଇ ତୁଳସୀପୁର, ଆମ ପ୍ରଳୟ ଲୀଳାର ଶେଷ ସୀମାନ୍ତ ଅଞ୍ଚଳ। ଶେଷଥର ପାଇଁ ଯେଉଁଠିକୁ ଆମେ ଦୁହେଁ ଗୋଟିଏ ରିକ୍ସାରେ ବସି ଆସିଥିଲେ। ତାପରେ ତମର ହଷ୍ଟେଲକୁ ଫେରିଯିବାର କଥା। ତାପରେ ତମର ବଡ଼ଦିନ ଛୁଟି। ବାପା ବୋଉଙ୍କ ପାଖକୁ ଛୁଟିରେ ତମର ଯିବାର କଥା। ରିକ୍ସା ଚାଳକ ଯେତେ ବୁଢ଼ା ହେଉନା କାହିଁକି, ହଷ୍ଟେଲରେ ପହଞ୍ଚିବାକୁ ଘଣ୍ଟାକରୁ ବେଶୀ ସମୟ ଲାଗିବାର କଥା ନୁହେଁ। ଫେରିବା କଥା ଉଠିବା ମାତ୍ରେ ତୁମ 2 ଆଖିର ବେଣ୍ଟ ପୋଖରୀରେ କାକଚକ୍ଷୁ ଜଳ ହଠାତ୍ ଚହଲି ଉଠିଥିଲା। ରୁମାଲରେ ମୁହଁ ଚାପି ଧରି କହିଥିଲ, ମନକୁ ଆପଣଙ୍କ ପାଖରେ ବନ୍ଧା ରଖି ଏଇ କେତେଦିନ ମୋର କଟିବ କେମିତି। ମୁଁ ତମକୁ ସାନ୍ତ୍ୱନା ଦେଇଥିଲି, ଏଇ ତ ଶେଷଥର। ତାପରେ ଛୁଟିରେ ତମକୁ ଆଉ ତମ ବାପା ବୋଉଙ୍କ ପାଖକୁ ଫେରିଯିବାକୁ ପଡ଼ିବ ନାହିଁ। ତମେ 2 ଆଖିର ଅଶ୍ରୁଜଳ ପୋଛି ନେଇ କହିଥିଲ, ଏଇ ଛୁଟି କେଇଦିନ କିନ୍ତୁ ଆପଣ ମୋତେ ପ୍ରତିଦିନ ଖଣ୍ଡାଏ ଲେଖାଏଁ ଚିଠି ଦେବେ। ଯେଉଁଦିନ ଚିଠି ନ ପାଇବି ସେଦିନ ମୁଁ ଜଳ ସୁଦ୍ଧା ସ୍ପର୍ଶ କରିବି ନାହିଁ, ମନେ ରଖିବେ। ସେ ଦିନଗୁଡ଼ିକ ଥିଲା ସେମିତି। ଚିଠି ଲେଖିବା ବେଳେ କ୍ଳାନ୍ତି ନଥିଲା। କେତେ ଲମ୍ବା ଚିଠି ଲେଖିଲେ ବି ମନର ସବୁ କଥା ଶେଷ ହେଉନଥିଲା। ଚିଠି ଲେଖା ଆଉ ଅପେକ୍ଷା, ଏ ଦୁଇଟି ତ ଅବିବାହିତ ପ୍ରେମର ମୁଦ୍ରାର 2 ପାଖ ଭଳି। ପ୍ରତିଦିନ ଖଣ୍ଡେ କାହିଁକି 5 ଖଣ୍ଡ ଚିଠି ଲେଖିବି ବୋଲି ମୁଁ ତୁମ ପାଖରେ ଆଗ୍ରହ ପ୍ରକାଶ କରିଥିଲି। ସାଙ୍ଗେ ସାଙ୍ଗେ ତମେ ଆଉ ଗୋଟିଏ ସର୍ତ୍ତ ଆରୋପ କରି ବସିଥିଲ। ଚିଠି ଉପରେ ଫର୍ମ ଜାଗାରେ ଜଣେ ମିଛ ଝିଅର ନାମ ଲେଖିଥିବେ। ତା ନ ହେଲେ ବାପାଙ୍କ ହାତରୁ ଚିଠି ନେଲାବେଳେ ଲାଜରେ ମୁଁ ମରିଯିବି। କିନ୍ତୁ ତୁମ ସହିତ ମୋର ସମ୍ପର୍କ ତ ତମ ଘରେ ଯାହାକୁ ଅଜଣା ନୁହେଁ। ପ୍ରତିଦିନ ତୁମକୁ ଚିଠି ଲେଖୁଛି, ଜାଣିଲେ ସେମାନେ ବରଂ ଆଶ୍ୱସ୍ତ ହେବେ। ମୋ କଥା ଶୁଣି ତମ ମୁହଁ ସାରା ଲଜ୍ଜାର ନାଲି ସ୍ୟାହି ଉଡ଼ି ହୋଇଗଲା। ତମେ ମୋ ବାହୁ ମୂଳକୁ ପୁଳାଏ ଚୁମୁଟି ଦେଇ କହିଥିଲ, ଆପଣ ମୋତେ ଚିଠି ଦେଉଛନ୍ତି, ଜାଣିଲେ ରୁନୁ, କୁନୁ, ମିନୁ ମୋତେ ଚିଡ଼ାଇ ଚିଡ଼ାଇ ଦରମରା କରିଦେବେ। ମନେ ପଡ଼େ, ମୁଁ ନୁହେଁ, ପ୍ରତିଦିନ ତମ ଲେଡିଜ୍ ହଷ୍ଟେଲର ଅନାମିକା ବାନ୍ଧବୀମାନେ ଚିଠି ଦେଉଛନ୍ତି ବୋଲି ତମେ ତମ ବାପା, ବୋଉ, ସାନ ଭଉଣୀଙ୍କ ମନରେ ଭୁଲ ଧାରଣା ଦେବାକୁ ଚାହୁଁଥିଲ। ସେଥିପାଇଁ ସର୍ତ୍ତ ରଖିଥିଲ, ମୋ ଚିଠି ଉପରେ ପ୍ରେରକ ନାମ ସ୍ଥାନରେ ଜଣେ ଜଣେ ଅନାମିକା ଅଶିସ୍ତବିହୀନ ଝିଅର ନାମ ଲେଖିବାକୁ। ପ୍ରେମରେ ଏପରି ମଧୁର ମିଥ୍ୟା ପାପ ନୁହେଁ ବୋଲି ମୁଁ ତମ ପ୍ରସ୍ତାବରେ ରାଜି ହୋଇଯାଇଥିଲି। କିନ୍ତୁ ସେଦିନ କେମିତି ମୁଁ ବୁଝିପାରିନଥିଲି ଯେ ଯେଉଁ ଝିଅ ପ୍ରେମିକର ଚିଠିରେ ପ୍ରେରକ ସ୍ଥାନରେ ମିଛ ଝିଅର ନାମ ଲେଖାଇ ନିଜ ବାପାଙ୍କୁ ଠକିବାକୁ ଚାହେଁ, ଦିନେ ସେ ନିଜ ପ୍ରେମିକକୁ ମଧ୍ୟ ବାପାଙ୍କ ଆଗରେ ଭୁଲ କଥା କହି ଠକି ଦେଇପାରେ। ଦୃଷ୍ଟିଶକ୍ତି ବଢ଼ାଇ ବୋଲି ଦୃଷ୍ଟିଶକ୍ତି ଊଣା ଥିବା ଲୋକେ ଚଷମା ପିନ୍ଧନ୍ତି, କିନ୍ତୁ ପ୍ରେମର ଚଷମା ମଣିଷକୁ ଅନ୍ଧ କରିଦିଏ କିପରି? ମିଥ୍ୟାର ଖାଦ ନ ମିଶିଲେ ପ୍ରେମର ସ୍ୱର୍ଣ୍ଣାଳଙ୍କାର ଯେପରି ଗଢ଼ା ହୁଏ ନା, ସେହିପରି ପ୍ରତାରିତ ନ ହେଲେ କୌଣସି ପୁରୁଷ ପ୍ରକୃତ ପ୍ରେମର ସ୍ୱାଦ ଅନୁଭବ କରିପାରେ ନା। ତମ ପାଖରେ ଠକି ଯାଇଥିଲି ବୋଲି ଆଜି ମୋର କୌଣସି ଅନୁଶୋଚନା ନାହିଁ। ଜୀବନକୁ ଠିକ୍ ଭାବରେ ବୁଝିବାକୁ ହେଲେ ବେଳେବେଳେ ଠକିବା ଦରକାର ହୁଏ। ଯେଉଁମାନେ ଜୀବନରେ ପ୍ରେମ କରି ପ୍ରତାରିତ ହୋଇନାହାନ୍ତି, ସେମାନଙ୍କ ଜୀବନ ବ୍ୟର୍ଥ, ଏକଥା ମୁଁ ଭଲ କରି ଜାଣେ। ତଥାପି ରେଲୱେ ଷ୍ଟେସନର ସେହି ନିର୍ଜନ ସେଢ଼ିନ୍ ସିମେଣ୍ଟ ବେଞ୍ଚ, ଗରାକବର ପାଖ ମହାନଦୀ କୂଳ ଭଳି ଏହି ତୁଳସୀପୁର, ବକ୍ସି ବଜାର, ପୋଷ୍ଟ ଅଫିସ ପାଖ ଛକ ମୋର ବଡ଼ ବେଶୀ ଅବିଶ୍ୱାସୀ ମନେ ହୁଏ। କାରଣ ଏହି ଦୁହେଁ ଆମ ମିଳନ ବିହରର ଏକମାତ୍ର ସାକ୍ଷୀ। ସଂସାରରେ କେତେ ପୁଅ ଏହି ବୟସରେ କେତେ ଝିଅକୁ ଭେଟନ୍ତି, ସେଥିରେ କୌଣସି ଧୁବଘାସର ପତ୍ର ହଲେ ନାହିଁ, କାହାର କିଛି ଯାଏ ଆସେ ନାହିଁ। କିନ୍ତୁ ତମ ଭଳି ଝିଅ ଯେତେବେଳେ ମୋ ଭଳି ଜଣେ ପୁଅକୁ ଭେଟେ, କଟକ ସହରରେ ଭୂମିକମ୍ପ ହୋଇଯାଏ। ମେଡ଼ିକାଲ, ରେଭେନ୍ସା କଲେଜ, ଲେଡିଜ୍ ହଷ୍ଟେଲରେ ଅନେକଙ୍କ ଆଖିରେ ଈର୍ଷାର ନୀଳାବତୀ ଜଳି ଉଠେ। ଛତ୍ର ବଜାରରେ ବାଟ ନ ପାଇ ଗାଡ଼ି ସବୁ ଧାଡ଼ି ବାନ୍ଧି ଠିଆ ହୋଇଯାଏ। ବକ୍ସି ବଜାର ଜିପିଓ ପାଖରେ ଚିଠି ବ୍ୟାଗ୍ ସବୁ ଠିକଣା ବଦଳାଇ ଦିଏ। ଜଣକର ଚିଠି ଆଉ ଜଣକର ଭୁଲ ଠିକଣାରେ ଡେଲିଭରି ଦେଇ ଦିଆଯାଏ। ବାଳିକା ବିଦ୍ୟାଳୟର କିଶୋରୀ ଝିଅମାନେ ନଲେଜ ଫିଙ୍ଗି ଦେଇ ନିଜ ନିଜ ଆଙ୍ଗୁଠି ଚୁମୁଟିବାକୁ ଆରମ୍ଭ କରନ୍ତି।
ଅଧରାତିର କଟକ ସହରରେ ଶୀତଦିନେ ବି ଅନେକ ଏକ ମହଲା ଦମହଲା କୋଠା ଘରର ଝରକା ଖୋଲା ରହେ। ମନେ ପଡ଼େ ଦିନେ ଆମର ଖେଳଘର ଭାଙ୍ଗିଗଲା, ଚିଠି ସବୁ ଚିରିଗଲା, ଆରମ୍ଭ ହେଲା ଦୁଇଟି ହୃଦୟରୁ ନିଃଶବ୍ଦ ରକ୍ତକ୍ଷରଣ। ସେ ରକ୍ତର ରଙ୍ଗ ଲାଲ ନୁହେଁ, କଳା। ସେଇ ଥପ ଥପ କଳା ରକ୍ତରେ ଦୃଷ୍ଟିର ଦିଗନ୍ତରେଖା ଅନୁଜ୍ଜ୍ୱଳ ଅସ୍ପଷ୍ଟ ହୋଇଗଲା। ଆମେ ଦୁହେଁ ଦୁଇଟି ଅଲଗା ରାସ୍ତାରେ ଚାଲିଗଲେ, ଯେଉଁ ରାସ୍ତା କେବେ କେଉଁଠି ପରସ୍ପର ସହିତ ଛକ କାଟିବାର ସମ୍ଭାବନା ନଥିଲା। କିନ୍ତୁ ତଥାପି କାହିଁକି ତମର ସେଇ କଳା ରଙ୍ଗର ସ୍ମୃତି ମୋ ମନର ସବୁଜ ବନସ୍ପତିରେ ବାଦୁଡ଼ି ଭଳି ଝୁଲି ରହିଲା।